ଭିଜିଲାନ୍ସ ଜାଲରେ ପଞ୍ଚାୟତିରାଜ ବାବୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରାଇଭେଟ ସେକ୍ରେଟାରୀ ରମେଶ ଚରଣ ଜେନାଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ରମେଶଙ୍କ ଭୁବନେଶ୍ୱର ଘର ସମେତ 8ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ରମେଶଙ୍କ ଭୁବନେଶ୍ୱର କଳିଙ୍ଗନଗରରେ ଥିବା 2 ମହଲା ବିଶିଷ୍ଟ ଘର, ଭୁବନେଶ୍ୱର କୋଠପାଟଣାରେ ଥିବା 3 ମହଲା ବିଶିଷ୍ଟ କୋଠା, ପୁରୀ ଖୁଣ୍ଟିଆ ବାଣପୁରରେ ଥିବା ବୈଦ୍ୟୁତିକ ଘର, ୟୁନିଟ୍ 2ରେ ଥିବା ସରକାରୀ କ୍ୱାର୍ଟର୍ସ, ଖୋର୍ଦ୍ଧା ଟାଙ୍ଗିରେ ଥିବା ସମ୍ପର୍କୀୟଙ୍କ ଘର ଓ ଅଫିସ ଚାମ୍ବରରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ 8 ଜଣ ଡିଏସ୍ପି, 3 ଜଣ ଇନ୍ସପେକ୍ଟର, 10 ଜଣ ଏଏସ୍ଆଇ ସମେତ ଅନ୍ୟ ଷ୍ଟାଫ୍ ମଧ୍ୟ ସାମିଲ ଅଛନ୍ତି। ତେବେ ଆଜି ସକାଳୁ ହିଁ ଏହି ଚଢ଼ାଉ ଆରମ୍ଭ କରିଛି ଭିଜିଲାନ୍ସ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରାଇଭେଟ ସେକ୍ରେଟାରୀ ଭାବେ ରମେଶ ଚରଣ ଜେନା କାମ କରିଥିଲେ। ଯେତେବେଳେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା, ଏହି ସମୟରେ ଆକ୍ସନ ମୋଡକୁ ଆସିଥିଲା ଭିଜିଲାନ୍ସ। ତେଣୁ ତାଙ୍କ ଭୁବନେଶ୍ୱର ଘର ସମେତ 8ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଭୁବନେଶ୍ୱରରୁ ଜ୍ୟୋତି ପ୍ରକାଶଙ୍କ ସହ ସୁରେନ୍ଦ୍ରଙ୍କ ରିପୋର୍ଟ ପ୍ରତିଦିନ।